ଦିନକର କଥା ଅଟେ। ଗୋଟିଏ ରାଜ୍ୟରେ ଗୋଟିଏ ରାଜାଟିଏ ଥାଏ। ସେହି ରାଜ୍ୟର ପ୍ରଜାଗଣ ବହୁତ ଆନନ୍ଦରେ ଜୀବନଯାପନ କରୁଥିଲେ। ସେହି ରାଜ୍ୟର ପ୍ରଜାମାନେ ନିଜକୁ ବହୁତ ଭାଗ୍ୟବାନ ମାନୁଥିଲେ କି ଆମକୁ ଏତେ ଭଲ ରାଜା ମିଳିଛନ୍ତି, ଯିଏକି ଆମର ଭଲ ଭାବରେ ସେବା କରୁଛନ୍ତି ଏବଂ ଆମକୁ ଯାହା ବି ଦରକାର ତାହା ଦେଉଛନ୍ତି। ଗୋଟିଏ ଥର ରାଜା ନିର୍ଣ୍ଣୟ ନେଲେ କି ସେ ତାଙ୍କ ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ଚାଲି ଚାଲି ଭ୍ରମଣ କରିବେ ଏବଂ ସଭିଙ୍କର ଦୁଃଖକୁ ବୁଝିବେ ଏବଂ ସମସ୍ୟାର ସମାଧାନ କରିବେ ଓ ଦୁଃଖକୁ ଦୂର କରିବେ। ତ ରାଜା ନିଜର ଭ୍ରମଣ ଆରମ୍ଭ କରିଲେ। ପଦଯାତ୍ରା କରି ସବୁ ଗ୍ରାମକୁ ଗଲେ ଏବଂ ପ୍ରଜାମାନଙ୍କୁ ଭେଟିଲେ। ଲୋକମାନେ ରାଜାଙ୍କୁ କହିଲେ କି ହେ ମହାରାଜ, ଆମର କୌଣସି ବି ଅସୁବିଧା ନାହିଁ କିମ୍ବା ଆମର ଟିକିଏ ମାତ୍ର ବି ଦୁଃଖ ନାହିଁ। ରାଜା ସେମାନଙ୍କର କଥା ଶୁଣି ବହୁତ ଖୁସି ହୋଇଗଲେ ଏବଂ ନିଜର ପଦଯାତ୍ରା ଶେଷ କରି ନିଜ ରାଜମହଲକୁ ଫେରିଲେ। ରାଜା ବହୁତ ଖୁସି ଥିଲେ କି ତାଙ୍କ ପ୍ରଜାଙ୍କର କିଛି ବି ଅସୁବିଧା ନଥାଏ, କିନ୍ତୁ ଭ୍ରମଣରୁ ଆସିବା ପରେ ତାଙ୍କ ଗୋଡ଼ ବହୁତ ପେନ୍ ହେଉଥାଏ କିମ୍ବା ଦୁଇ ଗୋଡ଼ ବ୍ୟଥା ହେଉଥାଏ, କାହିଁକିନା ରାଜାଙ୍କର ଏହା ପ୍ରଥମ ଲମ୍ବା ପଦଯାତ୍ରା ହୋଇଥାଏ। କେତେ ସପ୍ତାହ ବିତିଗଲା କିନ୍ତୁ ରାଜାଙ୍କର ଗୋଡ଼ ବ୍ୟଥା କମୁନଥାଏ ଏବଂ ଆହୁରି ବଢ଼ି ଚାଲିଥାଏ। ତ ଏହି ମଧ୍ୟରେ ରାଜା ଭାବିଲେ କି ମୁଁ ଯେଉଁ ରାସ୍ତାରେ ଗଲି ସେହି ରାସ୍ତା ଭଲ ନଥିଲା। ଖାଲ ଢିପ ସହିତ ବହୁତ ଗୁଡ଼ାଏ ପଥର ଅଛି ଏବଂ ମୋତେ ଏହା ଚିନ୍ତା ଲାଗୁଛି କି ଯେଉଁ ଲୋକ ସେହି ବାଟ ଦେଇ ଯାଉଥିବ ତାକୁ କେତେ କଷ୍ଟ ଲାଗୁଥିବ। ଏବଂ ରାଜା ଗୋଟିଏ ନିର୍ଣ୍ଣୟ ନେଲେ ଓ ନିଜର ମନ୍ତ୍ରୀକୁ କହିଲେ କି ହେ ମହାମନ୍ତ୍ରୀ, ମୋ ରାଜ୍ୟରେ ଯେତେ ଗ୍ରାମ ଅଛି ଏବଂ ଯେତେ ସେହି ଗ୍ରାମରେ ରାସ୍ତା ଅଛି ସବୁ ରାସ୍ତାରେ ନରମ ଚମଡ଼ା ଢାଙ୍କି ଦିଆଯାଉ, ତାକି ଲୋକମାନଙ୍କୁ ଆସିବା ଯିବାରେ ସୁବିଧା ହେବ। ଯେତେବେଳେ ରାଜାଙ୍କର କଥାକୁ ମନ୍ତ୍ରୀମାନେ ଶୁଣିଲେ ତ ସେମାନେ ଚକିତ ହୋଇଗଲେ କି ରାଜା, ଏହା ଆପଣ କେମିତି କଥା କହୁଛନ୍ତି? ଆମର ଏତେ ବଡ଼ ରାଜ୍ୟ ଅଟେ ଏବଂ ପ୍ରତ୍ୟେକ ଗ୍ରାମରେ ଅନେକ ରାସ୍ତା ଅଛି ଏବଂ ସବୁ ରାସ୍ତାକୁ ଚମଡ଼ାରେ ଢାଙ୍କି ଦେବା ତା ପୁଣି ନରମ ଚମଡ଼ାରେ ଏତେ ସହଜ ନୁହେଁ। ସେଥିପାଇଁ ବହୁତ ଚମଡ଼ା ଦରକାର ଏବଂ ସେ ଚମଡ଼ା ପାଇଁ ବହୁତ ଧନ ଖର୍ଚ୍ଚ ହେବ ଓ ବହୁତ ଲୋକ ମଧ୍ୟ ଲାଗିବ। କିଛି ଦିନ ରାଜା ଏବଂ ମନ୍ତ୍ରୀମାନେ ଏହି ବିଷୟଟି ଚିନ୍ତା କରିଲେ। ଗୋଟିଏ ଦିନ ଗୋଟିଏ ବୃଦ୍ଧ ସନ୍ନ୍ୟାସୀଟିଏ ଆସିଲା ଏବଂ ରାଜାଙ୍କୁ କହିଲା କି ହେ ମହାରାଜ, ଆପଣ ଆମ ରାଜ୍ୟରେ ପ୍ରତ୍ୟେକ ରାସ୍ତାକୁ ନରମ ଚମଡ଼ାରେ ଢାଙ୍କିବା ପାଇଁ କହୁଛନ୍ତି, ଭଲ ଅଟେ, କିନ୍ତୁ ଏହାଠାରୁ ଏହି କଥାଟି ଭଲ ହେବ କି ଗୋଟିଏ ବର୍ଷରେ କିମ୍ବା 2 ବର୍ଷରେ ଗୋଟିଏ ଥର ରାଜ୍ୟରେ ସବୁ ପ୍ରଜାଙ୍କୁ ନରମ ଚମଡ଼ାର ବନା ହୋଇଥିବା ଚପଲ କିମ୍ବା ଜୋତା ବାଣ୍ଟି ଦିଅନ୍ତୁ। ସେଥିରେ ଆପଣଙ୍କ ରାଜ୍ୟର ପ୍ରଜାମାନେ ନିଜ ରାଜ୍ୟରେ ତ ଆରାମରେ ଚାଲିପାରିବେ କିନ୍ତୁ ଅନ୍ୟ ରାଜ୍ୟକୁ ଗଲେ ମଧ୍ୟ ଭଲ ଭାବରେ ଚାଲିପାରିବେ। ତାହା ଶୁଣିବା ପରେ ରାଜା ଖୁସି ହୋଇଗଲେ କି ମୁଁ ଯେଉଁ କାମକୁ ଏତେ କଠିନ ଭାବୁଥିଲି ତାହା ତ ପୁରା ସହଜ ହୋଇଗଲା। ତ ବନ୍ଧୁଗଣ, ଏହି କାହାଣୀରୁ ଆମକୁ 2ଟି ଶିକ୍ଷା ମିଳିଥାଏ। ଜିନିଷ କିମ୍ବା କାମ ବହୁତ ସହଜ ହୋଇଥାଏ, ଆମେ ତାକୁ କଠିନ ଭାବି ତାକୁ ଆହୁରି କଠିନ ବନାଇଥାଉ। ଏବଂ ଦ୍ୱିତୀୟ, ଆମକୁ ଏହା ଶିକ୍ଷା ମିଳିଲା କି ଆମେ ସବୁବେଳେ ଅନ୍ୟକୁ ବଦଳାଇବା ପାଇଁ ଚେଷ୍ଟା କରିଥାଉ, ନିଜକୁ ନୁହେଁ। ତ ସର୍ବପ୍ରଥମେ ଆମକୁ ନିଜକୁ ପରିବର୍ତ୍ତନ କରିବା ଦରକାର ଏବଂ ଯେକୌଣସି କାର୍ଯ୍ୟ କରିଲେ ତାକୁ ନେଇ ଭଲ ଭାବରେ ଚିନ୍ତା କରି ଲୋକଙ୍କର ମତ ସେ କାର୍ଯ୍ୟରେ କ'ଣ ଅଛି ତାହା ଶୁଣିବା ଦରକାର, କାହିଁକିନା ସଭିଙ୍କର ଭାବନା ସମାନ ହୋଇନଥାଏ। ଯାହା ତୁମକୁ କଠିନ ଲାଗୁଥିବ ତାହା ଅନ୍ୟକୁ ସହଜ ଲାଗିପାରେ। ସେଥିପାଇଁ ଲୋକଙ୍କ କଥାକୁ ଇଗ୍ନୋର ନକରି ଭଲ ଭାବରେ ଶୁଣିବା ଶିଖନ୍ତୁ। ତ ସାଙ୍ଗମାନେ, ଯଦି ଏ ଭିଡ଼ିଓଟି ଭଲ ଲାଗିଲା ତ ଗୋଟିଏ ସେୟାର କରିବା ଭୁଲିବେ ନାହିଁ, କାହିଁକିନା ଆପଣଙ୍କ ଗୋଟିଏ ସେୟାର ଗୋଟିଏ ଜୀବନ ପରିବର୍ତ୍ତନ କରିଦେବ।